ପିଲାମାନେ, ମୁଁ ଆଜି ଆପଣମାନଙ୍କ ପାଇଁ ନେଇକି ଆସିଛି ପଞ୍ଚମ ଶ୍ରେଣୀର ଗଣିତ ବହିର ଏକ ସୁନ୍ଦର ପାଠ। ପାଠଟି ହେଲା 1 ଲକ୍ଷ ପର୍ଯ୍ୟନ୍ତ ସଂଖ୍ୟା ପରିଚୟ। ତାହେଲେ ଆସନ୍ତୁ ଏଥିରେ ଥିବା ମୁଖ୍ୟ ପ୍ରଶ୍ନର ଆଲୋଚନା କରିବା, ଯାହା ଆମ ପାଇଁ ଉପଯୋଗୀ ହେବ। ପ୍ରଥମ ପ୍ରଶ୍ନ ହେଲା 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଟି କେତେ? ଷ୍ଟୁଡେଣ୍ଟସ୍, ଯେପରି 1 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1 ହୋଇଥାଏ, 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1ରେ ଗୋଟିଏ ଶୂନ ପଡ଼ିଥାଏ। 2 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1ରେ ଗୋଟିଏ ଶୂନ ପଡ଼ିଥାଏ। 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1ରେ 2ଟି ଶୂନ ପଡ଼ିଥାଏ। 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1ରେ 3ଟି ଶୂନ ପଡ଼ିଥାଏ। ସେହିପରି 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା 1ରେ 5ଟି ଶୂନ ପଡ଼ିଥାଏ। ଏହା ହେଉଛି 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ଏଥିରେ ଆଉ ଛୋଟ ସଂଖ୍ୟା ହେବ ନାହିଁ। ଏଥିରୁ ଆମେ ଯଦି 1 ମଧ୍ୟ ମାଇନସ୍ କରିଦେବା, ଏହା 5 ଅଙ୍କ ବିଶିଷ୍ଟ ସଂଖ୍ୟା ହୋଇଯିବ। ତେଣୁ ଏହା ହେଲା 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। କେଉଁ ଅପସନ୍ଟି ଠିକ୍ ହେଲା ଷ୍ଟୁଡେଣ୍ଟସ୍? ଅପସନ୍ ସି ଠିକ୍ ହେଲା। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। 6 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାଟି କେତେ? ଷ୍ଟୁଡେଣ୍ଟସ୍, 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଚିହ୍ନିବାକୁ ହେଲେ ଆମେ କ'ଣ କରୁଥିଲେ? 1 ଦେଉଥିଲେ ଆଉ ସେଥିରେ ଆମେ ଶୂନ ବସାଉଥିଲେ। ସେହିପରି 6 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଚିହ୍ନିବାକୁ ହେଲେ ଆମେ କ'ଣ କରିବା? ଆମେ 9 ଲେଖିବା। କେତୋଟି 9 ଲେଖିବା? କେତେ ଅଙ୍କ ବିଶିଷ୍ଟ କହିଛି ଆମେ ସେତେଟି 9 ଲେଖିବା। 6 ଅଙ୍କ ବିଶିଷ୍ଟ କହିଛି ତ ଆମେ 6ଟି 9 ଲେଖିବା। ତାହେଲେ କେଉଁ ଅପସନ୍ଟି ଠିକ୍ ଲାଗୁଛି ଷ୍ଟୁଡେଣ୍ଟସ୍? ଅପସନ୍ ବି ଠିକ୍ ଲାଗୁଛି। ଆମେ ପରବର୍ତ୍ତୀ ପ୍ରଶ୍ନକୁ ଆସିବା। 1 ଲକ୍ଷ କେତେ ହଜାର? ଏହି ପ୍ରଶ୍ନକୁ ଅନେକ ଷ୍ଟୁଡେଣ୍ଟସ୍ ଭଲ ଭାବରେ ଜାଣିନଥାନ୍ତି। ଏହାକୁ ସହଜରେ ବୁଝିବା ପାଇଁ ମୁଁ ଆପଣମାନଙ୍କୁ ଫର୍ମୁଲା ବତେଇ ଦେଉଛି। ଏହାକୁ ବୁଝିବାର ସହଜ ତରିକା ହେଲା, ଆମେ ପ୍ରଥମେ 1 ଲକ୍ଷକୁ ଲେଖିଦେବା। 1 ଲକ୍ଷ ଲେଖିବା ପାଇଁ ଆମେ କ'ଣ କରୁ? 1ରେ 5ଟି ଶୂନ ଦେଉ। ତାପରେ ପ୍ରଶ୍ନ ହେଲା କେତେ ହଜାର? ସେଥିପାଇଁ ଏହାକୁ ଆମେ ଡାହାଣ ପଟୁ ସ୍ଥାନୀୟ ମାନ ହିସାବରେ ଗଣି ଆଣିବା। 1, 10, 100 ଆମକୁ ହଜାର ଘର କହିଛି, ତାହେଲେ 100 ପରେ ହଜାର ଆସେ। ତେଣୁ ଆମକୁ ସମସ୍ତଙ୍କୁ ହଜାର ଘରେ ରଖିଦେବା। ତାହେଲେ କେତେ ହଜାର ହେଲା? 100,000 ହେଲା ଷ୍ଟୁଡେଣ୍ଟସ୍। ଏଣୁ 1 ଲକ୍ଷ ସମାନ କେତେ ହଜାର ହେଲା? ହଁ, 100,000 ହେଲା। ଅପସନ୍ ସି ଟି ଠିକ୍ ହେଲା। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା ଷ୍ଟୁଡେଣ୍ଟସ୍। 1 ଲକ୍ଷ କେତେ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା? ଏହାକୁ ତ ଅନେକ ଷ୍ଟୁଡେଣ୍ଟ ଜାଣିଥିବେ। 1 ଲକ୍ଷ କେତେ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା? ଏହା 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା। ଏଣୁ ଅପସନ୍ ଏ ଟି ଠିକ୍ ହେବ। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। 1 ଲକ୍ଷ କେତେ ଅୟୁତ ଅଟେ? ଆମେ ଏହାକୁ ଶିଖିବାର ଫର୍ମୁଲା ଏବେ ବତେଇ ଦେଇଥିଲି। କ'ଣ କରାଯାଏ? ପ୍ରଥମେ 1 ଲକ୍ଷକୁ ଲେଖି ଦିଆଯାଏ। ତାପରେ କ'ଣ କରାଯାଏ? ଏହାକୁ ଆମେ ଡାହାଣ ପଟୁ ସ୍ଥାନୀୟ ମାନ ହିସାବରେ ଗଣି ନେଉ। କେତେ ପର୍ଯ୍ୟନ୍ତ? ଅୟୁତର ପୂର୍ବ ଘର ପର୍ଯ୍ୟନ୍ତ। 1, 10, 100, 1000 ଆଉ ଯାହା ବଳିଲା ଆମେ ସବୁ ଅୟୁତ ଘରେ ରଖିଦେବା। ତାହେଲେ ଅୟୁତ ଘରେ କେତେ ରହିଲା? 10 ରହିଲା। ତାହେଲେ 1 ଲକ୍ଷ ସମାନ କେତେ ଅୟୁତ? 10 ଅୟୁତ। ଅପସନ୍ ବି ଟି ଠିକ୍ ହେଲା। ନେକ୍ସଟ କ୍ୱେଶ୍ଚନକୁ ଆସିବା। 3 ଅଙ୍କ ବିଶିଷ୍ଟ ସଂଖ୍ୟା ମୋଟ କେତୋଟି ଅଛି? ଏହି ପ୍ରଶ୍ନର ଉତ୍ତର ମୁଁ ବାରମ୍ବାର ଦେଇ ଆସିଛି। 1 ଅଙ୍କ ବିଶିଷ୍ଟ ସଂଖ୍ୟା ଯେପରି 9ଟି ଥାଏ, 2 ଅଙ୍କ ବିଶିଷ୍ଟ ସଂଖ୍ୟା 90ଟି ଥାଏ, 3 ଅଙ୍କ ବିଶିଷ୍ଟ ସଂଖ୍ୟା 900ଟି ଥାଏ। ଏଠାରେ ବି ଅପସନ୍ଟି ଠିକ୍ ହେବ। 2 ଅଙ୍କ ବିଶିଷ୍ଟ ସଂଖ୍ୟା ମୋଟ କେତୋଟି ଅଛି? ଏବେ କହିଥିଲି 2 ଅଙ୍କ ବିଶିଷ୍ଟ ସଂଖ୍ୟା 90ଟି ଅଛି। ଅପସନ୍ ସି ଟି ଠିକ୍ ହେବ। ଆମେ ପରବର୍ତ୍ତୀ ପ୍ରଶ୍ନକୁ ଆସିବା। କ୍ୱେଶ୍ଚନ ନମ୍ବର 8। 5 ଅଙ୍କ ବିଶିଷ୍ଟ ବୃହତ୍ତମ ଓ କ୍ଷୁଦ୍ରତମ ସଂଖ୍ୟା ଦୁଇଟିର ଅନ୍ତରଫଳ କେତେ? ଆମେ 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଲେଖିବା। କିପରି ଲେଖାଯାଏ? 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଲେଖିବା ପାଇଁ ଆମେ କେତେଟି ଲେଖିବା? 5ଟି ଲେଖିବା। ଆଉ ତାପରେ କ୍ଷୁଦ୍ରତମ ସଂଖ୍ୟା ଲେଖିବା ପାଇଁ ଆମେ କ'ଣ କରୁ? ପ୍ରଥମେ 1 ବସେଇବା, ବାକି ଘରେ ଆମେ 0 ବସେଇଦେବା। ଉଭୟ 5 ଅଙ୍କ ବିଶିଷ୍ଟ ସଂଖ୍ୟା ହେଲେ ଗୋଟିଏ ବୃହତ୍ତମ ସଂଖ୍ୟା, ଗୋଟିଏ କ୍ଷୁଦ୍ରତମ ସଂଖ୍ୟା।
ଏମାନଙ୍କର ଅନ୍ତରଫଳ ବାହାର କରିବା। ଅନ୍ତରଫଳ ବାହାର କରିବାକୁ ହେଲେ ଆମେ ଏହାକୁ ବିಯೋଗ କରିବା। 9ରୁ 0 ଗଲା 9, 9ରୁ 0 ଗଲା 9, 9ରୁ 0 ଗଲା 9, 9ରୁ 0 ଗଲା 9, ଆଉ 9ରୁ 1 ଗଲା 8। କେତେ ହେଲା ସଂଖ୍ୟାଟି? 89,999। କେଉଁ ଅପସନ୍ଟି ଠିକ୍ ହେଲା ଷ୍ଟୁଡେଣ୍ଟସ୍? ଅପସନ୍ ବି ଟି ଠିକ୍ ହେଲା। ନେକ୍ସଟ କ୍ୱେଶ୍ଚନକୁ ଆସିବା। ଏଠାରେ ଗୋଟିଏ ସଂଖ୍ୟା ଦେଇଛି ଆଉ 5 ଆଉ 6ର ସ୍ଥାନୀୟ ମାନର ଯୋଗଫଳ କେତେ ବୋଲି ପ୍ରଶ୍ନ କରାଯାଇଛି। ଏଥିରେ ଦେଖିବା ଷ୍ଟୁଡେଣ୍ଟସ୍ 5ର ସ୍ଥାନୀୟ ମାନ କେତେ। 5 କେଉଁ ଘରେ ଅଛି? ଏଠି ଶତକ ଘରେ ଅଛି। ତେଣୁ 5 ଶତକ ଅର୍ଥାତ୍ 500। ଏହା ହେଲା 5ର ସ୍ଥାନୀୟ ମାନ। ତାପରେ 6ର ସ୍ଥାନୀୟ ମାନ। 6 କେଉଁ ଘରେ ଅଛି? ଦଶକ ଘରେ ଅଛି। 6 10 ଅର୍ଥାତ୍ 60। ଏହାର ଯୋଗଫଳ ନିର୍ଣ୍ଣୟ କରିବା। 500 ଆଉ 60ର ଯୋଗଫଳ କେତେ ହେବ? 560 ହେବ। ବି ଅପସନ୍ଟି ଠିକ୍ ହେଲା। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। 1 ଲକ୍ଷରେ କେତୋଟି ଶୂନ ଅଛି? ଏହି ପ୍ରଶ୍ନର ଉତ୍ତର ଅନେକ ଥର ମଧ୍ୟ ଆସିଛି। 1 ଲକ୍ଷରେ କେତୋଟି ଶୂନ ହେଲା? ଆମେ ଗଣି ନେବା। କେତୋଟି ଶୂନ ହେଲା? 5ଟି। ତାହେଲେ 1 ଲକ୍ଷରେ 5ଟି ଶୂନ ଥାଏ। ଅପସନ୍ ବି ଟି ଠିକ୍ ଉତ୍ତର। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। 10,000 କେତେ? ଲେଖିଦେବା ଆମେ 10,000। 10,000 ଲେଖିବା ପାଇଁ 10 ଆଉ 1000। ଏଇଟା ହେଲା 10,000। 10,000 ସମାନ କେତେ? ଅପସନ୍ ଏରେ ଅଛି 1 ଲକ୍ଷ ହେବ ନା 10,000 ସାନ 1 ଲକ୍ଷରୁ। 1 ନିୟୁତ ହେବ ନା ସେଇଟା ମଧ୍ୟ ହେବ ନାହିଁ। ସେଇଟା ବଡ଼ ସଂଖ୍ୟା। 1 କୋଟି ଏହା ମଧ୍ୟ ବଡ଼ ସଂଖ୍ୟା। 1 ଅୟୁତ କହିଛି। ଦେଖୁ 1 ଅୟୁତ ହେବ। 1 10 ଶତକ 1000 ଅୟୁତ ହେଲା। 10,000 ସମାନ 1 ଅୟୁତ। ଠିକ୍ ଅଛି ଅପସନ୍ ଡି। ନେକ୍ସଟ କ୍ୱେଶ୍ଚନକୁ ଆସିବା। 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟାଟି କେତେ? ଷ୍ଟୁଡେଣ୍ଟସ୍, ପୂର୍ବବର୍ତ୍ତୀ ସଂଖ୍ୟା ନିର୍ଣ୍ଣୟ କରିବାକୁ ହେଲେ ସବୁବେଳେ ସଂଖ୍ୟାରେ 1 ମାଇନସ୍ କରିବାକୁ ହୁଏ। ଆଉ ପରବର୍ତ୍ତୀ ସଂଖ୍ୟା ନିର୍ଣ୍ଣୟ କରିବାକୁ ହେଲେ ସବୁବେଳେ ସଂଖ୍ୟାରେ 1 ପ୍ଲସ୍ କରିବାକୁ ହୁଏ। ତାହେଲେ ଆମେ ଏଠି 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାର ପୂର୍ବବର୍ତ୍ତୀ ସଂଖ୍ୟା ନିର୍ଣ୍ଣୟ କରିବା। ଏଥିପାଇଁ ଆମେ କ'ଣ କରିବା? ପ୍ରଥମେ ଆମେ 6 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାକୁ ଲେଖିଦେବା। ଏଥିରେ ଆମେ 1 ମାଇନସ୍ କରିବା। 1 ମାଇନସ୍ କଲେ କ'ଣ ହେବ? 0ରୁ 1 ଯିବ ନାହିଁ। ଲକ୍ଷ ଘରରୁ 1 ଏଠି ନେଲେ ଏଠିରେ ହେଲା 10। 10ରୁ 1 ଗଲା 9। ପରବର୍ତ୍ତୀ 0ରେ ରହିଲା 9। ପରବର୍ତ୍ତୀ 0ରେ ରହିଲା 9। ତାପରେ ରହିଲା 9। ତାପରେ ରହିଲା 9। ଆଉ 1 ଜାଗାରେ କ'ଣ ରହିଲା? 0 ରହିଲା। ତାହେଲେ ସଂଖ୍ୟାଟି କେତେ ହେଲା? 5 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ବା 99,999। କେଉଁ ଅପସନ୍ ଠିକ୍ ହେଲା? ଅପସନ୍ ଏ ଟି ଠିକ୍ ହେଲା। କମ୍ ଟୁ ଦ ନେକ୍ସଟ କ୍ୱେଶ୍ଚନ ଷ୍ଟୁଡେଣ୍ଟସ୍। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାଟି କେତେ? ବୃହତ୍ତମ ସଂଖ୍ୟା ଶିଖିବାର ପ୍ରଣାଳୀ ମୁଁ ବତେଇ ଦେଇଥିଲି ଷ୍ଟୁଡେଣ୍ଟସ୍। କ'ଣ? ଯେତେ ଅଙ୍କ ବିଶିଷ୍ଟ କହିଥିବ ଆମେ ସେତେଟି ନ ଲେଖିଦେବା। 4 ଅଙ୍କ ବିଶିଷ୍ଟ କହିଛି ତାହେଲେ 4ଟି ନ ଲେଖିଦେବା। କେଉଁ ଅପସନ୍ ଠିକ୍ ହେଲା? ଅପସନ୍ ବି ଠିକ୍ ହେଲା। ନେକ୍ସଟ କ୍ୱେଶ୍ଚନ। 5 ଅଙ୍କ ବିଶିଷ୍ଟ ସଂଖ୍ୟା ସମୁଦାୟ କେତୋଟି ଅଛି? ଏହି ପ୍ରଶ୍ନର ଉତ୍ତର ମଧ୍ୟ ମୁଁ ଦେଇ ଆସିଛି। ଯେପରି 2 ଅଙ୍କ ବିଶିଷ୍ଟ ସଂଖ୍ୟା 90ଟି ଥାଏ। 3 ଅଙ୍କ ବିଶିଷ୍ଟ ସଂଖ୍ୟା 900ଟି ଥାଏ। 4 ଅଙ୍କ ବିଶିଷ୍ଟ ସଂଖ୍ୟା 9,000ଟି ଥାଏ। ସେହିପରି 5 ଅଙ୍କ ବିଶିଷ୍ଟ ସଂଖ୍ୟା କେତେଟି ଥାଏ? 90,000ଟି ଥାଏ। ତାହେଲେ କେଉଁ ଅପସନ୍ଟି ଠିକ୍ ହେଲା? ଅପସନ୍ ଏ ଠିକ୍ ହେଲା। ଆମେ ପରବର୍ତ୍ତୀ ପ୍ରଶ୍ନକୁ ଆସିବା। 4 ଅଙ୍କ ବିଶିଷ୍ଟ ସଂଖ୍ୟା ସମୁଦାୟ କେତୋଟି ଅଛି? ଏବେ ମୁଁ କହିଦେଲି ଷ୍ଟୁଡେଣ୍ଟସ୍ 4 ଅଙ୍କ ବିଶିଷ୍ଟ ସଂଖ୍ୟା କେତୋଟି ଅଛି? ଅପସନ୍ ଏ 9,000ଟି ଅଛି। ଆମେ ପରବର୍ତ୍ତୀ ପ୍ରଶ୍ନକୁ ଆସିବା। ଏଠାରେ ଗୋଟିଏ ସଂଖ୍ୟା ଦିଆଯାଇଛି। ଏହାକୁ କମା ବ୍ୟବହାର କରି ଲେଖିଲେ ଏହା କିପରି ହେବ ବୋଲି କୁହାଯାଇଛି। କମା ବ୍ୟବହାର କରିବାକୁ ହେଲେ ଷ୍ଟୁଡେଣ୍ଟସ୍ ଡାହାଣ ପଟୁ ପ୍ରଥମେ ଆମେ 3ଟି ଅଙ୍କ ଛାଡ଼ିକି କମା ଦେଇଥାଉ। ଏଠାରେ 5 ପୂର୍ବରୁ କମା ରହିବ। ତାପରେ ଆମେ 2ଟି ଲେଖାଏଁ ସଂଖ୍ୟା ଛାଡ଼ି ଛାଡ଼ି କମା ଦେବା। କିନ୍ତୁ ଏଠାରେ ଆଉ ସଂଖ୍ୟା ନାହିଁ। ତେଣୁ ଆମେ ଗୋଟିଏ ମାତ୍ର କମା ଏଥିରେ ବ୍ୟବହାର କରିବା। ତାହେଲେ
କାହା ପରେ କମା ହେଲା? 34 ପରେ କମା ରହିଲା। 34 ପରେ କମା ରହିଲା, ତାପରେ 584 ରହିଲା। ତେଣୁ କେଉଁ ଅପସନ୍ଟି ଠିକ୍ ହେବ? ଅପସନ୍ ବି ଠିକ୍ ହେବ। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା ଷ୍ଟୁଡେଣ୍ଟସ୍। 3,37,069କୁ ଅଙ୍କରେ ଲେଖିଲେ କିଛି ହେବ। 3,37,069 କିପରି ଲେଖିବା? 3,37,000 ଆଉ କ'ଣ କୁହାଯାଇଛି? 3,37,059। ଦେଖିବା ଏହାକୁ। ଏଥିପାଇଁ ଆମେ କ'ଣ ଲିଖିବା? 3,37,059। କେତେରେ 59? 5, 10, 9, 1, 59। ତାହେଲେ ସଂଖ୍ୟା ତ ଏତିକି ହେଲା। ଏହା 6 ଅଙ୍କ ବିଶିଷ୍ଟ ସଂଖ୍ୟା ନ ହେଇଥିଲେ ଆମକୁ ଶୂନ ଭରିବାକୁ ହୁଏ। 37,059। ଏଠାରେ ଦଶକ ଘର ନାହିଁ, ତେଣୁ ସହ ଘର ନଥିବାର ସହ ଘରେ ଗୋଟିଏ ଶୂନ ବସିବ। ବର୍ତ୍ତମାନ ହେଲା 3 ଲକ୍ଷ ହେଲା। 1, 10, 7 ହଜାର ଅୟୁତ ଲକ୍ଷ ହେଲା 3,37,069। ଠିକ୍ ଅଛି। ତାହେଲେ କେଉଁ ଅପସନ୍ଟି ଠିକ୍ ହେଲା? ଅପସନ୍ ଡି ଠିକ୍ ହେଲା। ନା, ଅପସନ୍ ଡି ଭୁଲ ଅଛି। କେଉଁଟି ଠିକ୍ ହେଲା? ଅପସନ୍ ବିଟି ଠିକ୍ ଅଛି। 3,37,069। ଅପସନ୍ ବି ଠିକ୍ ଅଛି। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। 8,05,4,842 ଅଙ୍କରେ ଲେଖିଲେ କେତେ ହେବ? ଆମେ ଲେଖିବା ଲକ୍ଷ ଘରେ 8, ତେଣୁ 5 ଅୟୁତ ଲକ୍ଷ ପରେ ଅୟୁତ ଆସେ। ଠିକ୍ ଅଛି, ଅୟୁତ ଘରେ 5 ଲେଖିବା। ତାପରେ ଅୟୁତ ପରେ 1000 ଆସେ, 4000। 1000 ପରେ 100 ଆସେ। ଠିକ୍ ଅଛି, 842। 4, 10, 2, 1, 42। ତାହେଲେ କେଉଁ ଅପସନ୍ ହେଲା? 8, 5, 4, 8, 4, 2। ଅପସନ୍ ବିଟି ଠିକ୍ ହେଲା। ନେକ୍ସଟ କ୍ୱେଶ୍ଚନକୁ ଆସିବା। ଏହାକୁ ଆମେ କିପରି ପଢ଼ିବା? ଏହାକୁ ପଢ଼ିବା ପାଇଁ ଆମେ ପ୍ରଥମେ ସହଜ ଉପାୟ କ'ଣ କରିବା? ପ୍ରଥମେ ଏହାକୁ ଆମେ କମାରେ ରଖିଦେବା। କମା କିପରି ରଖାଯାଏ? ପ୍ରଥମେ ଡାହାଣ ପଟୁ 3ଟି ଅଙ୍କ ପରେ କମା ଦିଆଯାଇଥାଏ। ଏଣୁ 3 ଓ 5 ମଝିରେ ଆମେ କମା ଦେବା। ତାପରେ ଆମେ 2ଟି ଲେଖା ଛାଡ଼ିକି କମା ଦେଉ। ତେଣୁ କେଉଁଠି କମା ହେବ? ତେଣୁ କ'ଣ ହେଲା? ଏଠି 2 କେଉଁ ଘରେ ରହିଲା? 2,05,346। ପଢ଼ିବାକୁ ହେଲେ ଆମେ ଅୟୁତ ନିୟୁତ ଏସବୁ କହୁନାହିଁ। ତେଣୁ କ'ଣ ହେଲା ଏଠି? 2,05,346 କେଉଁଠି ଅଛି? ଅପସନ୍ ବିରେ ଅଛି। ଅପସନ୍ ବିଟି ଠିକ୍ ଉତ୍ତର ହେବ। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା ଷ୍ଟୁଡେଣ୍ଟସ୍। ଏହାକୁ କିପରି ପଢ଼ିବା? ଏହାକୁ ପଢ଼ିବା ପାଇଁ ମଧ୍ୟ ଆମେ କମା ବ୍ୟବହାର କରିବା। ମୁଁ ସିଷ୍ଟମ୍ ବତେଇ ଦେଇଛି। କ'ଣ? ଡାହାଣ ପଟୁ ତୃତୀୟ ଘରେ କମା ଦେବା। ତାପରେ ଆମେ 2ଟି ଅଙ୍କ ଛାଡ଼ିକି କମା ଦେଉ। ତାହେଲେ କେତେ ହେଲା? 8 ଲକ୍ଷ ହେଲା। 1000 ଘରେ ତ ଶୂନ ଅଛି, ତାକୁ ଆମେ ପଢ଼ିବା ନାହିଁ। ତାହେଲେ କ'ଣ ପଢ଼ିବା? 8,604। କେଉଁ ଅପସନ୍ ଠିକ୍ ହେଲା? ଅପସନ୍ ଏଟି ଠିକ୍ ହେଲା। ଆମେ ନେକ୍ସଟ କ୍ୱେଶ୍ଚନକୁ ଆସିବା। ଏହି ସଂଖ୍ୟାରେ 3 ଅଙ୍କକୁ କେଉଁ ଅଙ୍କ ସ୍ଥାନରେ ରଖିବା ଯେ ତାର ସ୍ଥାନୀୟ ମାନ ପୂର୍ବ ସ୍ଥାନୀୟ ମାନର 100 ଗୁଣ ହେବ? ଦେଖିବା ଏହାକୁ। 3 କେଉଁ ଘରେ ଅଛି? ଶତକ ଘରେ ଅଛି। ଶତକ ଘରେ ଅଛି। ଏହାକୁ ଆମେ ଯଦି 5 ଘରେ ରଖିବା ତାହେଲେ ତାର କେତେ ଗୁଣ ବଢ଼ିବା? 10 ଗୁଣ ବଢ଼ିବ। ଯଦି ଏହାକୁ ଆମେ 4 ଅଙ୍କ ବଦଳରେ ରଖିବା ତାହେଲେ 3 ଏଠାରେ 3ର ସ୍ଥାନୀୟ ମାନ 3 10 ହୋଇଥିଲା। ଆଉ ଏଠାରେ 3ର ସ୍ଥାନୀୟ ମାନ 3000 ହେବ।
ताहले यह 100 गुण बढ़ीजिव। तेणु क्यों ऑप्शन टी ठीक है? ऑप्शन बी टी ठीक है। आम नेक्स्ट क्वेश्चन को आसिबा स्टूडेंट्स। 5 अंक विशिष्ट बृहत्तम संख्याटी केती? यही क्वेश्चन आगु मध्य पड़ी। 5 अंक विशिष्ट बृहत्तम संख्याटी एटा 9 तो 9900 अनिष्पत। आम नेक्स्ट क्वेश्चन को आसिबा। 5 अंक विशिष्ट क्षुद्रतम संख्या किए? 5 अंक विशिष्ट क्षुद्रतम संख्या है 10,000। ए ऑप्शन टी ठीक। आम नेक्स्ट क्वेश्चन को आसिबा। 1 अंक विशिष्ट केतोटी संख्या अच्छी? 1 अंक यही प्रश्नर उत्तर मुझे देछि 9टी। ऑप्शन ए इज करेक्ट। आम नेक्स्ट क्वेश्चन को आसिबा। 4 अंक विशिष्ट क्षुद्रतम संख्याटी किए? 4 अंक विशिष्ट क्षुद्रतम संख्या निर्णय पाई आम कौन करवा? 1 रे 3टी शून्य देवा। ऑप्शन सी इज करेक्ट। आम परवर्ती प्रश्न को आसिबा स्टूडेंट्स। 1 लाख समान केते शह? यही प्रश्न मु आगु अनेक थर कर आसी आपण को फर्मूला मध्य बते देछि किपरि करा जाए। प्रथमे आमे 1 लाख लिखि थाउ। 1 लाख लिखिबा पे आमे कौन करि थाउ? 1 रे 5टी शून्य। तापरे केते शह यहाँ को गणिबा पे आमे कौन करू? डाहाण पटे आमे स्थानीय मान हिसाब रे आमे गणि आनु। 1 10 आमको शह बोली पचारि। 1 10 10 पर शह आसे। तेणु शह गरे बाकी जहाँ बलिला ताकू रखिबा। केते बलिला? 1000 बलिला। ताहले 1 लाख समान केते शह? 1000 शह। ऑप्शन डी टी ठीक उत्तर हेबा। आमे नेक्स्ट क्वेश्चन को आसिबा स्टूडेंट्स। मासकू 10,000 टंका लेखा बैंक रे रखिले केते मासरे 1 लाख टंका होई पारिबो? 10,000 रु 1 लाख केते गुण? 10 गुण। एणु यह 10 मासरे 1 लाख टंका होई जीवो। आमे ऑप्शन सी को टिक करिबा। नेक्स्ट क्वेश्चन को आसिबा। एही संख्या रे 2 और 4 अंकर स्थानीय मानर अंतर केते? एठारे 2 रो स्थानीय मान केते? 2000 घरे थिबारु यार स्थानीय मान 2000। 4 रो स्थानीय मान केते? 4 एकक घरे थिबारु यार स्थानीय मान 4। यार अंतरफल केते हेबो? 10 रु 4 गला 4। एठी रहिला 9, एठी रहिला 9, एठी रहिला 1। अंतरफल केते हेला? 1900 सॉरी एटा 6 हेबो। 1996। क्यों ऑप्शन ठीक है? ऑप्शन सी टी ठीक है। आमे नेक्स्ट क्वेश्चन को आसिबा। 1 लाख टंका केतोटी 10 टंकिया नोट हेबो? केतोटी हेबो? 1 लाख टंका रे 10 टंकिया नोट केतोटी हेबो? 10,000 टी हेबो। कहीं 10,000 रे आउ 10 गुणन कले 1 लाख होता है। एणु ऑप्शन डी टी ठीक हेबो। नेक्स्ट एंड लास्ट क्वेश्चन स्टूडेंट्स। 5 अंक विशिष्ट बृहत्तम संख्या रे 1 जोग कले केते मिलिबो? 5 अंक विशिष्ट बृहत्तम संख्या किए? 5 अंक विशिष्ट बृहत्तम संख्या एटा। एथिरे आमे जदि 1 जोग करे ताहले कौन मिलिबो? 6 अंक विशिष्ट क्षुद्रतम संख्या मिलिबो स्टूडेंट्स। आउ 6 अंक विशिष्ट क्षुद्रतम संख्या किए? ऑप्शन डी। एतिकिरे आजिर पाठ को मु एठी रखुची स्टूडेंट्स।